ମୋ ନାଁ ହେଉଛି ପ୍ରଭାତ କୁମାର ନାୟକ, ମଣ୍ଡଳ ଶିକ୍ଷା ଅଧିକାରୀ ଟାଙ୍ଗୀ ଚୌଦ୍ୱାର। ଦେଖନ୍ତୁ ଆଜିର ଏହି ସୁରଭି କାର୍ଯ୍ୟକ୍ରମ ସୁରଭି ଶିଶୁ ମହୋତ୍ସବ 2025 ଯାହାକି ଜରିପଡ଼ା କ୍ଲଷ୍ଟରର ଟେଟ୍ରାହାଡେନ୍ ହାୟର ସେକେଣ୍ଡାରୀ ସ୍କୁଲରେ କରିବା ପାଇଁ ସମସ୍ତଙ୍କ ସର୍ବସମ୍ମତି କ୍ରମେ ସମସ୍ତ CRCC, BRCC, APO ସମସ୍ତ ଶିକ୍ଷକ ମାନଙ୍କୁ ନେଇ ନିଷ୍ପତ୍ତି ନିଆଯାଇଥିଲା ଏବଂ ସେଠି ଆଜିର ଏହି କାର୍ଯ୍ୟକ୍ରମ ହେବା ପାଇଁ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରାଯାଇଥିଲା। କିନ୍ତୁ ରାଜନୈତିକ ଚାପ ପକାଇ ଏହାକୁ ବନ୍ଦ କରିବା ପାଇଁ, ଏହାକୁ ଭଣ୍ଡୁର କରିବା ପାଇଁ ସୁଚିନ୍ତିତ ଯୋଜନା କରାଗଲା ଏବଂ ଏହି ଯୋଜନାକୁ ସେମାନେ ନିଶ୍ଚିତ ଭାବରେ ଫଳପ୍ରଦ କଲେ ବୋଲି ମୋର ଆଶା ଏବଂ ବିଶ୍ୱାସ। ଶିକ୍ଷକ ମହଲରେ, ଅଭିଭାବକ ମହଲରେ, ଛାତ୍ରମାନଙ୍କ ମହଲରେ ମୋର ଅନୁପସ୍ଥିତି ସେମାନଙ୍କ ପାଇଁ ନିଶ୍ଚିତ ଭାବରେ ବା ମୋ ନିଜ ପାଇଁ ଏହା ଗୋଟେ ପରିତାପର ବିଷୟ, ଯାହାକି ଏହି ରାଜନୈତିକ ଚାପ ନିଶ୍ଚିତ ଭାବରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ଯେ ଆପଣ ବାଧ୍ୟବାଧକତାରେ ବିଭିନ୍ନ କାର୍ଯ୍ୟକ୍ରମ କରନ୍ତୁ। ଶିଶୁ ସୁରଭି ମହୋତ୍ସବ 2025 ଏକ ଶିଶୁ ଭିତ୍ତିକ କାର୍ଯ୍ୟକ୍ରମ, ଯେଉଁ ଶିଶୁ ଭିତ୍ତିକ କାର୍ଯ୍ୟକ୍ରମରେ ପିଲାମାନଙ୍କର ନାଚ, ଗୀତ, ବକ୍ତୃତା, ସୃଜନଶୀଳ ଲେଖନ, ବିଭିନ୍ନ ତାଙ୍କର ପରିପ୍ରକାଶ, ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ସେମାନେ ପରିପ୍ରକାଶ କରିଥାନ୍ତି ଏବଂ ଏଠାରୁ ହିଁ ଜିଲ୍ଲା ସ୍ତରକୁ ଯାଇଥାନ୍ତି। କିନ୍ତୁ ଆମେ ଯେଉଁ ନିମନ୍ତ୍ରଣ ପତ୍ର ଦେଇଥିଲୁ ସେଇ ବାବଦରେ ହଉ ବା ରାଜନୈତିକ ଅଭିସନ୍ଧି ରଖି ଆଜି ୟାକୁ ଭଣ୍ଡୁର କରାଗଲା ଏବଂ ମୋତେ ସକାଳ 8ଟାରୁ ଏତେ ପର୍ଯ୍ୟନ୍ତ ଏକ ରକମର ଗୃହବନ୍ଦୀ କରି ଅଫିସ କାର୍ଯ୍ୟାଳୟରେ ରଖାଗଲା ଏବଂ ଉଦ୍ଯାପନୀ ଉତ୍ସବକୁ, ଉଦ୍ଘାଟନୀ ଉତ୍ସବକୁ ସମ୍ପୂର୍ଣ୍ଣ ଭାବରେ ବାତିଲ କରାଗଲା ଏବଂ ପିଲାମାନେ ଯେହେତୁ ଏତେ ଦୂର ଦୂରାନ୍ତରରୁ ଆସିଛନ୍ତି, ବ୍ଲକର ବିଭିନ୍ନ ଜାଗାରୁ 24ଟା ପଞ୍ଚାୟତରୁ ଆସିଥିବା ବିଭିନ୍ନ ପିଲା, ଯେଉଁଥିରେ କି ଆପଣଙ୍କର CWSN ପିଲା ମଧ୍ୟ ଅନ୍ତର୍ଭୁକ୍ତ, ସେମାନଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ ଏହାକୁ ବନ୍ଦ କରିବା ପାଇଁ ସେମାନେ ନିର୍ଦ୍ଦେଶ ଦେଲେ ଏବଂ ଏହି ରାଜନୈତିକ ଚାପ କେତେ ଦୂର ଯୁକ୍ତିଯୁକ୍ତ ଏବଂ କେତେ ଦୂର ଗ୍ରହଣୀୟ ଏଇଟା ଆପଣମାନଙ୍କ ପାଖରେ ନିବେଦନ ରଖୁଛି। ଏହା ଆମର ଶିକ୍ଷକ ସମାଜ ପ୍ରତି, ଆମର ଶିକ୍ଷା ବିଭାଗ ପ୍ରତି ଏକ ପରିତାପର ବିଷୟ। ଜରିପଡ଼ା ନିକଟରେ ଥିବା ଆମର ଟେଟ୍ରାହାଡେନ୍ ହାୟର ସେକେଣ୍ଡାରୀ ଗ୍ରୁପରେ ସୁରଭି ଶିଶୁ ମହୋତ୍ସବ 2025ର କାର୍ଯ୍ୟକ୍ରମ ତାଙ୍କର ଏକ ଅଡିଟୋରିୟମ ହଲରେ ଆମେ କରିଥିଲୁ। ଯେଉଁ ଅଡିଟୋରିୟମ ହଲ୍ କି ବର୍ଷାର ବାଧକତା, ପାଣିପାଗର ସୂଚନା ଅନୁସାରେ 24-25-26 ବର୍ଷାର ଆକଳନ ଯୋଗୁଁ ଆମେ ସେ ଅଡିଟୋରିୟମ ହଲରେ ନିଷ୍ପତ୍ତି ନେଇଥିଲୁ, ଯେଉଁ ନିଷ୍ପତ୍ତିରେ ସେମାନେ ଆମକୁ ଦର୍ଶେଇଥିଲେ ଯେ ଟେଟ୍ରାହାଡେନ୍ ଗ୍ରୁପ ଏକ ପ୍ରାଇଭେଟ ଗ୍ରୁପ, କିନ୍ତୁ ପ୍ରାଇଭେଟ ଗ୍ରୁପ ହେଲେ ମଧ୍ୟ ତାହା ଆମ ଅଧୀନସ୍ଥ। ଆମର ୟୁଡାଇସ୍ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମର ସରକାରୀ ବେସରକାରୀ ସ୍କୁଲ ସବୁଗୁଡ଼ିକ ଆମର ପ୍ରଥମରୁ ଦ୍ୱାଦଶ ପର୍ଯ୍ୟନ୍ତ ସବୁ ବିଦ୍ୟାଳୟ ଗୁଡ଼ିକ ଆମ ଅଣ୍ଡରରେ ଯାଉଛି। ଆମେ ସେଇଠି କରିଥିଲୁ, କିନ୍ତୁ ତାକୁ ଭଣ୍ଡୁର କରିବା ପାଇଁ ସେମାନେ ସୁଚିନ୍ତିତ ଯୋଜନା କରିଥିଲେ। ତାଙ୍କର ଉଦ୍ଦେଶ୍ୟ ରାଜନୈତିକ ଅଭିସନ୍ଧି ହଉ ବା ଜାଣିଶୁଣି ଶିକ୍ଷା ବିଭାଗକୁ ହଇରାଣ କରିବା ପାଇଁ ହଉ ବା ମୋ ଉପରେ ମାନସିକ ଚାପ ପକାଇ ବିଭିନ୍ନ କାର୍ଯ୍ୟ ହାସଲ କରିବା ପାଇଁ ସେମାନେ କରିଥାଇ ପାରନ୍ତି ବୋଲି ମୋର ଆଶା ଏବଂ ବିଶ୍ୱାସ। ଏବଂ ମାନସିକ ସ୍ତରରେ ମୁଁ ଆଜି ନିଶ୍ଚିତ ଭାବରେ ମର୍ମାହତ, ଯେଉଁଥିରେ କି ମୋର ପରିବାର, ମୋର ସମାଜ, ମୋର ଶିକ୍ଷକ ଭାଇ ସମସ୍ତେ ସମସ୍ତଙ୍କ ନିକଟରେ ମୁଁ ଆଜି ଗୋଟେ ଦୋଷୀ ହେଇଗଲି, ଦାୟୀ ହେଇଗଲି। ତେଣୁକରି ମୁଁ ଆଜି ନିଶ୍ଚିତ ଭାବରେ ପଶ୍ଚାତାପ। ଦେଖନ୍ତୁ, ଆମେ ଯେହେତୁ ଏକ ବିଭାଗ, ଶିକ୍ଷା ବିଭାଗ, ଆମର ଗୋଟେ କାର୍ଯ୍ୟାଳୟ ଅଛି। କାର୍ଯ୍ୟାଳୟ ଦୃଷ୍ଟିକୋଣରୁ ଆମେ କେବଳ ପୋର୍ଟଫୋଲିଓରେ ଥିବା ବ୍ୟକ୍ତି ବିଶେଷକୁ ଏଥିରେ ଅତିଥି ଭାବରେ ଆମେ ଗ୍ରହଣ କରିଥିଲୁ। ଆପଣଙ୍କର BDO, ଚେୟାରମ୍ୟାନ, ଯୋଉଟାକି ସେମାନଙ୍କର ଅଭିସନ୍ଧି କ'ଣ, ଏଥିରେ କୋଉଠି ମୋର ଭୁଲ ରହିଲା ମୁଁ ସେଇଟା ନିଜେ ବି ଜାଣିପାରୁନାହିଁ। ଏଥିରେ ମୋର କିଛି ଭୁଲ ଥିଲା ଭଳି ମୋତେ ଲାଗୁନାହିଁ। ଯଦି ବା କିଛି ଭୁଲ ଥାଏ ମୁଁ ସେମାନଙ୍କ ନିକଟରେ ନିବେଦନ କଲି ଯେ ଏହାକୁ ପୁନର୍ବାର ମୁଁ ଆଉ କରିବି ନାହିଁ, କିନ୍ତୁ ସେମାନେ ମୋତେ ବାଧ୍ୟ କରି ଏ ଉତ୍ସବକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କଲେ ଏବଂ ଭଣ୍ଡୁର ମଧ୍ୟ କଲେ, ଯୋଉଥିପାଇଁ କି ମୁଁ ଆଜି ମର୍ମାହତ।